ମୁଁ ମୋ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିଲି। ଆରେ ଦେଖ ରେ ମା ମୌସୁମୀ, ତୁ ଆଉ ଏଣିକି ଛୋଟ ପିଲା ହେଇନୁ ରେ ମା। କାହିଁକି ନା ଆଜି କାଲିକା ଏ ଦୁନିଆ ଜମାରୁ ଠିକ ନୁହଁ ରେ ମା, ଜମାରୁ ଠିକ ନୁହଁ। ତୁ ଆଉ ଏଣିକି ବେଶୀ ବୁଲାବୁଲି କରିବୁନି ହେଲା। ଠିକ ଅଛି ବାପା, ମୁଁ ଆଉ ବେଶୀ ବୁଲାବୁଲି କରିବିନି। ହଉ ହେଲା। ହେଲେ ମା ମୌସୁମୀ, ତୁ କଣ ରୋଷେଇ କରିଛୁ ରେ ମା? ମତେ କିଛି ଖାଇବାକୁ ଦେ, ଖାଇସାରି ବିଲ ଆଡେ ଯିବେ। ବାପା, ମୁଁ ତୁମ ପାଇଁ ଭାତ ଡାଲି ଆଉ ଶାଗ ଭଜା ରୋଷେଇ କରିଛି। ଚାଲ ବାପା, ମୁଁ ତୁମକୁ ଖାଇବା ଦେବି। ହଉ ଚାଲ। ଏମିତିରେ ଫୋନ କଲେ ହବନି। ହିରେ ଶଳା, ମୋ ଭଣଜା ମାଲକାନଗିରିରୁ ଜୟପୁର ଖର୍ଚ୍ଚ ପଳେଇଲା। ଶଳା ମତେ ହେଲେ ଟିକେ ମନେ ପଡିଲାନି, ତା ମାମୁକୁ ମନେ ପଡିଲାନି। ହିରେ ଶଳା, ନୂଆ ବାହା ହେଇଛି ତ ଆଉ। ନୂଆ ବାହା ହେଇ ସ୍ୱପ୍ନ ଦେଖୁଛି। ଶଳା ମାରୁଛି ମଜା, ମୁଁ ଶଳା ଇଆଡେ ଆସି ବଜାଉଛି ବାଜା। ହିରେ ଶଳା, ଆଉ ଏମିତି ଫୋନ କରି ଏମିତି ଡାକିଲେ ହବନି। ତାକୁ ଟିକେ ଫୋନ କରିକି ଡାକିବି। ତାକୁ ମୁଁ ଫୋନ କରିକି ଡାକିବି। ମୋବାଇଲଟା ଖାଇ ତା ନମ୍ବରଟା ତ ମତେ ମନେ ପଡୁନି ଆଉ। ମନେ ପଡିଗଲା। 70 77 24 69 70। এইটা হচ্ছে ମୋ ଭଣଜାର ନମ୍ବର ଆଉ। ଲଗେଇବି ଏଥର। ହିରେ ଶଳା ରିଙ୍ଗ ହଉଛି ଆଉ। ଲାଗିବନି। ହ୍ୟାଲୋ, କିଏ ଭଣଜା କି ରେ? ମୁଁ ତ ମାମୁଁ ମୂର୍ଖ ମହାନ୍ତି। କୋଉଠି ମାନେ? ହିରୋ ଭଣଜା ତ ଗାଁ ପାଖକୁ ପହଞ୍ଚିଗଲି। ଜୟପୁର ବସଷ୍ଟାଣ୍ଡ ଗାନ୍ଧୀ ଛକରେ। ଭଣଜା ତୋ ଘର ଦ୍ୱାର ଦେଖିନି ରେ ଭଣଜା, ତୁ ଶୀଘ୍ର ପଳେଇଆ ଭଣଜା। ରଖୁଛି। ହିରେ ଶଳା, ମତେ ମିଛ କହୁଥିଲା। ତା ବପାରେ ବପା ଆଇବ ନା ଆଉ। ଭଣଜା, ହିରେ ଭଣଜା, ଆସିବୁ ନହେଲେ ଭଣଜା କିରି କରିଦେବି ରେ ଭଣଜା। କୋଉ ଶଳା ମୋ ପଛ କାନି ଧକ୍କା ହେଲା। ଶଳା ତା ମାକୁ ଆଉ ତାତେ ଶଳା ନମସ୍କାର କରିଦେବି। ମୋ ଘନ ମାଳେ ଆଗକୁ ରଖେ ନା ପଥର କରେ ମୋର ତଳେ। ହେଲେ ବାବୁ, ତମେ ଏଠି ଆସି ଏତେ ପାଟି କରି ଡାକୁଛ କାହିଁକି ବାବୁ? ଆରେ କଣ ହେଇଛି ବାବୁ? କଥାଟା କଣ ହେଇଛି ମତେ କୁହନ୍ତୁ ବାବୁ। କଣ ହେଇଛି ମାନେ? ହିରେ ଭଣଜା, ତୋ ମାମୁକୁ ଟିକେ ମନେ ପଡୁନି କିରେ? ବାବୁ, ତୁ ଘର ଛୁଆଇ ଆସି ସୁନ୍ଦରିଆ ସ୍ତ୍ରୀଟିଏ ପାଇ
ସ୍ୱପ୍ନ ଦେଖି ବାହା ହେଇଛି ତ ଆଉ ସେଥିପାଇଁ ତୋତେ ମାମୁକୁ କଣ ମନେ ପଡିବ କିରେ ଏଇ ହିରେ ଭଣଜା ମାମୁ ତ ଏଇଠି ଆସି କିରି 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 କରି ସାରିଲୁ ହଁ ମାମୁ আরে হো বাবু মু মালকানগিরি ছাড়ে এই জয়পুরে আসে ঘর জয় আসে রাজ করুছি সত হেলে বাবু মোর স্বপ্নটা এ জয় পূরণ হয়নি বাবু ভণজা ও বাবু কি স্বপ্ন রে ভণজা ও বাবু আরে হো বাবু মো এঠে ঘর জয় আসে সুন্দরী স্ত্রীটিয়ে পাই এ ঘরে রাজ করুছি সত হেলে বাবু হে যায় মোর গোটাই কামটা বাকি রহি যাইছে বাবু হিরে ভণজা সেই কামটা পুনি কি বাকি রইছে ভণজা সেই কামটা হলো সে শুভেন্দু প্রসাদ সিং দেও মানে ମୋ ଶ୍ୱଶୁର ଘର ଦ୍ୱାର ଧନ ସମ୍ପତ୍ତି ଦେখ ବଲ ଏ ଯାଏ ମୋରି ହାତ ମୁଠକୁ ଆସିନି ବାବୁ ଆରେ ହଁ ବାବୁ ସେଇ ଧନ ସମ୍ପତ୍ତିର କେବେ ଯେ ମୋରି ହାତ ମୁଠକୁ ଆସିବ ସେଇ ଦିନକୁ ମୁଁ ଖାଲି ଅପେକ୍ଷା କରିଛି ବାବୁ ହିରେ ଭଣଜା ମାରି ଚାଲ ରେ ଭଣଜା ମାରି ଚାଲ ମୁଁ ତ ପଛରେ ପଛରେ ଅଛି ଆଉ ହିଲେ ଭଣଜା ହଁ ବାବୁ ମୁଁ ଗୋଟିଏ କଥା ବୁଝି ପାରୁନି ଆରେ କ'ଣ ବାବୁ ମୁଁ ଶୁଣିବାକୁ ଗଲେ শুভেন্দু প্রসাদর গোটিয়ে সান পুଅ ଅଛି ବୋଲି এই কথা কোন সত্য কি রে यस बाबू তুমি যাহা শুনিছ একদম ঠিক শুনিছ বাবু ହଁ ବାବୁ ମୋ ଶ୍ୱଶୁରର ଗୋଟାଏ ପୁଅ ବି ଅଛି ତା ନାଁଟା ହଉଛି ସୂର୍ଯ୍ୟ ସେ ଗୋଟାଏ ବେକାରିଆ ସେ ଗୋଟାଏ ମଦୁଆ ଆରେ ହଁ ବାବୁ ତା ହାତରେ ବାଳୁ ବେଶୀ ଜୀବନି ବାବୁ ଭଣଜା ବାଇଗଣ ସିଝିବ ହଁ ବାବୁ ସେ ସବୁଦିନ ମଦ ପିଇ ବୁଲୁଛି ବୋଲି ତା ବାପା ମା ମାନେ ମୋ ଶାଶୁ ଶ୍ୱଶୁର ଏ ଘର ସବୁ ଧନ ସମ୍ପତ୍ତିର ଦାୟିତ୍ୱ ମୋତେ ଦେଇଛନ୍ତି ହେଲେ ବାବୁ ମୁଁ ଏ ଘରକୁ ଶାନ୍ତିରେ ରହିବାକୁ ଦେବିନି ବାବୁ ହଁ ବାବୁ ଏ ଘର ଧନ ସମ୍ପତ୍ତି ପାଇବାକୁ ହେଲେ ମୋ ଦରକାର ପଡ଼ିଲେ ଜୀବନ ବି ଯାଇଥିବେ ବାବୁ ଭଣଜା ସାମାନ୍ୟ ଧନ ସମ୍ପତ୍ତି ପାଇଁ ମତେ ମାରଦପୁରେ ଭଣଜା ବାବୁ ତମକୁ ମାରିବା କଥା କହୁନି ବାବୁ ଏ ଘରର ଧନ ସମ୍ପତ୍ତି ପାଇବାକୁ ହେଲେ ମୁଁ ଦରକାର ପଡ଼ିଲେ 10-15 ଜଣକୁ ବି ମର୍ଡର କରିଦେବେ ବାବୁ ଆରେ ହଁ ବାବୁ ସେଇ କଥାରେ ଭଣଜା ହେଲେ ଭଣଜା ହଁ ବାବୁ ଯାହା କରୁଛୁ ଟିକେ ଦେଖି ଚାହିଁ କରିବି ରେ ଭଣଜା ହଁ ବାବୁ ନହେଲେ ତ ପୁରା କିରି 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 ବାବୁ ଆରେ ତମେ ସେଥିପାଇଁ ଜମାରୁ ଚିନ୍ତା କରନି ବାବୁ କାହିଁକି ନା ମୋ ସ୍ତ୍ରୀ ନତାଶା ବର୍ତ୍ତମାନ ମୋ ହାତ ମୁଠାରେ ମୁଁ ତାକୁ ଉଠ କହିଲେ ଉଠୁଛି ବସ କହିଲେ ବସୁଛି ଏମିତି ଗୋଟାଏ ତୀର ମାରିବେ ତୀର ଜାଣିକି ମଧ୍ୟ ସେ ଗୁଞ୍ଛି ପାରିବନି ବାବୁ ଆରେ ହଁ ବାବୁ ହେଲେ ତୁ ତ ଜାଣିଛୁ ଭଣଜା ହଁ ବାବୁ ତୁ ଘର ଜୁଆଇ ଆସିଲା ଦିନଠୁ ମୋ ପକେଟରେ ଗୋଟେ ଟଙ୍କା ବି ନାହିଁ ରେ ଭଣଜା ଇଏ ଭାଙ୍ଗ ଖାଇବାକୁ ନାହିଁ ରେ ଭଣଜା ପୁଡ଼ିଆ ଖାଇବାକୁ ନାହିଁ ହେଲେ ପୁଡ଼ିଟିଏ ଖାଇବାକୁ ନାହିଁ ରେ ଭଣଜା ହେଲେ କିଛି ଟଙ୍କା ଦେଇଥିଲେ ହେଲେ ଭଣଜା ରେ ହଁ ବାବୁ କିଛି ଟଙ୍କା ଦେଇଥିଲେ ମୁଁ ଟିକେ ବାହାରକୁ ଯାଇକି କିରିଂ 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 ବାବୁ ତାହେଲେ ତମକୁ ଟଙ୍କା ଦରକାର କି ବାବୁ ଠିକ ଅଛି ବାବୁ ଠିକ ଅଛି ହେ ନିଅ ବାବୁ ଏଥିରେ ପୁରା 1000 ଟଙ୍କା ଅଛି ଆରେ ନିଅ ବାବୁ ମୁଁ ଜାଣିଛି ବାବୁ ତମ ପକେଟରେ ଦିଟା ଗାନ୍ଧୀ ମୁଠିଆ ପଶିଲେ କେମିତି ଗୋପବନ୍ଧୁ ବୁଦ୍ଧି ବାହାରେ ସେଇଟା ମୁଁ ବେଶ ଭଲ ଭାବେ ଜାଣିଛି ହଁ ବାବୁ ଏ ଟଙ୍କା ସରିବା ପର୍ଯ୍ୟନ୍ତ ତମେ ୟେସ୍ କର ଆଉ ଗୋଟେ କଥା ବାବୁ ତମେ ଆଉ ଆଜି ପରଠାରୁ ମାଲକାନଗିରି ଯିବା ଦରକାର ନାହିଁ ବାବୁ ଆଜି ପରଠାରୁ ସବୁଦିନ ପାଇଁ ତମେ ଆମରି ଘରେ ରହିବ ଆରେ ହଁ ବାବୁ ହେ ବାବୁ ସେ ଟଙ୍କା ସରିବା ପର୍ଯ୍ୟନ୍ତ ତମେ ୟେସ୍ କର ଆଉ ମୋ ଘରକୁ ଚାଲି ଆସ ମୁଁ ତାହେଲେ ଆସୁଛି ବାବୁ